नमस्कार दर्शक बंधु, स्वागत करुछि मोर एही चैनल संबित मोटिवेशनल लाइफ को। आजिर एही वीडियोटी बहुत अद्भुत ओ आश्चर्यजनक अटे। आजि आपण माने बाछिबे गोटिए घंटा एवं सेही घंटा कहिदेव आपणंकु आसुथिबा खुशीर खबर कौन होइथाए। तो सही खुशीर खबर जानिबा मात्रे आपण मध्य एते खुशी हेबे स्वप्नरे सुधा मध्य आपण कल्पना करि पारि नथिबे। घंटा केवल समय देखाई नथाए, बरं घंटा आम जीवनर परिवर्तनर संकेत मध्य देखाई थाए। आजि आपण जेउ घंटा को बाछिबे सेही घंटा ही आपणकर मनर शक्ति सहित जड़ित हेबो। तेबे आपण माने किछि समय पाई आखि बंद करंतु एवं गभीर भावरे श्वास नियंतु। आउ मनरे निजकु निजे प्रश्न करंतु जे मो जीवन रे केउ खुशीर खबर मिलिबाकू जाउअछि। एबे आपण माने आखि खोलिकी देखंतु आपणकर सामनारे सेही दुईटी घंटा अछि। गोटिए गोल्डन बा सुना कलर, आउ गोटिए रूपार। एही दुईटी घंटा आपण एही स्क्रीन उपरे निश्चित भावरे देखि पारुथिबे। एबे आपण माने किछि समय पाई 5 सेकेंड निजकु निजे विश्राम दियंतु एवं जेउ घंटाटी आपणकर मनकु आकर्षित करुअछि आपण सेही घंटाटी को ही निजर चयन करंतु। तो सांग माने, जदि आपण माने एही सुनार घंटा बाछिछंती बा बाम साइड्रे थिबा घंटाटी को बाछिछंती, तेबे चलंतु जानिबा एहा आपणकर जीवन शैली उपरे कौन कौन प्रभाव पकाउछि एवं केउ सबु खुशीर खबर मध्य मिलिबाकू जाउअछि। तो सांग माने, जदि आपण सुनार घंटा बाछिछंती तेबे आपणकर जीवन रे बहुत बड़ आर्थिक सुख आसुअछि। आपण दीर्घ समय धरी जहाकू अपेक्षा करुथिले सेही खुशी खबर टंका सहित आजिर वर्तमान रे संपर्कित हेबो एवं नुआ चाकिरी रे मध्य जोग देई पारिबे एवं इनक्रीमेंट बा जहाँकि सप्लीमेंटारी चाकिरी रे मध्य आपण माने जोग देबे। अटकी थिबा टंका निश्चित भावरे फेरस्त पाइबे। आउ व्यवसाय रे आपणंकु अधिक मात्रा रे लाभ हेबो। तो दर्शक बंधु, सुनार रंग एक सफलतार प्रतीक भावरे आमर शास्त्र अनुसारे माना जाई थाए। आपण अनेक कष्ट सहिछंती सत, किंतु भगवान आपणकर परिश्रम को निश्चित भावरे देखुछंती। आगामी 21 दिन मध्यरे किछि एमिति खबर आसीबाकू जाउअछि जहा आपणकर घर को एक खुशी रे भरी देव। एक फोन कॉल, एक मेसेज किंबा अपेक्षा करुथिबा किछि डॉक्यूमेंट आपणक मुहरे एही तीनोटी भितरु जेकोसी गोटिए जिनिस मध्य हस आनीदेव। तो एथिपाई आपण माने गोटिए उपाय करिबा निश्चित भावरे जरूरी अटे।
ଆପଣମାନେ ପ୍ରତିଦିନ ସକାଳେ ଭଗବାନଙ୍କୁ କିଛି ମାତ୍ରାରେ ସ୍ମରଣ କରି କୁହନ୍ତୁ ଯେ ମୁଁ ନିଜର ପରିଶ୍ରମ ଦ୍ୱାରା ହିଁ ସବୁ ଗଢ଼ି ତୋଳିବି। କାହାର ବିନା ଅନୁମତିରେ ମଧ୍ୟ ମୁଁ ନିଜକୁ ଗଢ଼ିବି ନାହିଁ। ତ ଏତିକି ସ୍ମରଣ କରି ଆପଣ ଦେଖିବେ ଆପଣଙ୍କର ଭାଗ୍ୟ ସୁନା ଭଳି ନିଶ୍ଚିତ ଭାବରେ ଚମକି ଉଠିବାକୁ ଲାଗିବ। ଦର୍ଶକ ବନ୍ଧୁ, ଏହା ଥିଲା ବାମ ସାଇଡ଼ରେ ଥିବା ଘଣ୍ଟାର ଜୀବନ ଶୈଳୀ। ତ ଚାଲନ୍ତୁ ଜାଣିବା ଯେ ଡାହାଣ ସାଇଡ଼ରେ ଥିବା ଘଣ୍ଟାର ଜୀବନ ଶୈଳୀ ଆମ ଉପରେ କ'ଣ କ'ଣ ପ୍ରଭାବ ପକାଇଥାଏ ଏବଂ ଏହି ଘଣ୍ଟାକୁ ଆମେ ରୂପାର ଘଣ୍ଟା ମଧ୍ୟ କହିଥାଉ। ତ ଯଦି ଆପଣ ଏହି ରୂପାର ଘଣ୍ଟାକୁ ବାଛିଛନ୍ତି, ତେବେ ଆପଣଙ୍କୁ ମିଳିବ ମନର ଶାନ୍ତି ସହିତ ଅଧିକ ମାତ୍ରାରେ ନିଜ ପ୍ରତି ଏକ ଖୁସି। ଯେଉଁ ସମ୍ପର୍କ ଭାଙ୍ଗି ଯାଇଥିଲା, ସେହି ସମ୍ପର୍କ ପୁଣି ଯୋଡ଼ି ହେବାକୁ ଯାଉଅଛି ଏବଂ ଯେଉଁ ଲୋକ ଆପଣଙ୍କୁ ଭୁଲ ବୁଝିଥିଲେ, ସେହି ଲୋକ ଆପଣଙ୍କୁ ନିଶ୍ଚିତ ଭାବରେ ମାଫ ବା କ୍ଷମା ମାଗିବାକୁ ଲାଗିବେ। ଆଉ ଘରେ ଥିବା ଦ୍ୱନ୍ଦ୍ୱ, ଯାହାକି ଅନେକ ପ୍ରକାର ସମସ୍ୟାର ମଧ୍ୟ ସମାଧାନ ନିଶ୍ଚିତ ଭାବରେ ହୋଇଯିବ। ଆଉ ଆପଣମାନେ ଯେଉଁ କାର୍ଯ୍ୟରେ ହାତ ଦେବେ, ସେହି କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ ହେବେ। ରୂପା ହେଉଛି ଚନ୍ଦ୍ରର ପ୍ରତୀକ। ଏହା ମନକୁ ଶାନ୍ତ, ସରଳ ଏବଂ ସ୍ଥିର କରିକି ରଖିଥାଏ। ଆପଣ ବହୁତ ଭାବୁକ ଲୋକ ଅଟନ୍ତି, ଯାହାକି ଆପଣ ଦିନ ରାତି ବସି ବହୁତ କିଛି ଭାବିଥାନ୍ତି ଏବଂ ଆପଣଙ୍କର ହୃଦୟ ମଧ୍ୟ ବହୁତ ସଫା ହୋଇଥାଏ। ଖୁବ୍ ଶୀଘ୍ର ଆପଣ ଏକ ଖବର ପାଇବେ, ଯାହା ଆପଣଙ୍କର ଆଖିରେ ଖୁସିର ଏକ ଟୋପା ଲୁହ ଆଣିଦେବ। ତେଣୁକରି ଆପଣମାନେ ଏହି ଛୋଟିଆ ଉପାୟଟିକୁ କରନ୍ତୁ, ଯାହାଫଳରେ ଆପଣଙ୍କର ଜୀବନରେ ଆହୁରି ଉନ୍ନତିର ମାର୍ଗ ଖୋଲିଯିବ। ତ ପ୍ରତ୍ୟେକ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧନ୍ତୁ ଆଉ ଗରିବକୁ କିଛି ମାତ୍ରାରେ ପୋଷାକ କିମ୍ବା ଅନ୍ନ ଦାନ କରନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ ଦିନେ ଏମିତି ଚମକି ଉଠିବ ନା, ଲୋକ ଦେଖିଲେ ଆପଣଙ୍କୁ ମଧ୍ୟ ଚିହ୍ନି ପାରିବେ ନାହିଁ। ତେଣୁକରି ଆପଣ ଯଦି ଭଲ ମାର୍ଗରେ ଯିବେ, ତେବେ ଭଗବାନ ମଧ୍ୟ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ମାର୍ଗରେ ନେବାକୁ ସେ ଚେଷ୍ଟା କରିବେ। ଆଉ ଆପଣ ଯେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ, ସେଇଟା ଆଜି ହିଁ ଶେଷ ହେବ। ଆପଣଙ୍କର ବିରୋଧୀମାନେ ଦିନେ ନା ଦିନେ ଚୁପ୍ ହେବେ ଆଉ ଆପଣଙ୍କର ନାମରେ ଦିନେ ସମ୍ମାନ ମଧ୍ୟ ଆସିବ। ଆସୁଥିବା 1 ମାସ ମଧ୍ୟରେ ଆପଣ ଏମିତି ଏକ ସଫଳତା ପ୍ରାପ୍ତ ହେବେ ଯେ, ଯାହା ଆପଣ କେବେ ମଧ୍ୟ ଭାବିନଥିଲେ। ତେଣୁକରି ଆପଣମାନେ ଦେଖିବେ ଆପଣଙ୍କର ଜୀବନରେ ନିଶ୍ଚିତ ଭାବରେ ଉନ୍ନତିର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ଆପଣମାନେ ଶେଷରେ କେବଳ ଗୋଟିଏ କଥା ମନେ ରଖନ୍ତୁ ଯେ ଏହି ସମାଜରେ ସମୟ ସବୁକିଛି ବଦଳାଇ ଦେଇଥାଏ, କିନ୍ତୁ ଆମେ କହିଦେଇଥିବା କଥା ତାହା କେବେ ମଧ୍ୟ ବଦଳି ନଥାଏ। ଆଉ ହଁ, ଯେଉଁ ମନୁଷ୍ୟ ସେ ସମୟକୁ ଆଉ ପରିସ୍ଥିତିକୁ ଏବଂ ଧୈର୍ଯ୍ୟକୁ ଧରି ପରିଶ୍ରମ କରିବାକୁ ଲାଗେ ନା,
ସେହି ବ୍ୟକ୍ତିର ଜୀବନ ଦିନେ ଏମିତି ହେବାକୁ ଲାଗେ ଯେ ସିଏ ସ୍ୱପ୍ନରେ ସୁଦ୍ଧା ମଧ୍ୟ କେବେ କଳ୍ପନା କରିନଥିବ। ତେଣୁକରି ଆପଣମାନେ ସମୟକୁ ଧରି ନିଜର ପରିଶ୍ରମ ଉପରେ ଧ୍ୟାନ ଦେବା ଶିଖନ୍ତୁ। ତେବେ ଯାଇ ଆପଣ ଯେକୌଣସି କାର୍ଯ୍ୟ ହେଉ କିମ୍ବା ଖେଳ ହେଉ, ସେଥିରେ ଆପଣ ନିଶ୍ଚିତ ଭାବରେ ବିଜେତା ହାସଲ କରିପାରିବେ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାଇବେ। ଆଉ ହଁ, ଏହି 2ଟି ଘଣ୍ଟା ମଧ୍ୟରୁ ଆପଣଙ୍କୁ କେଉଁ ଘଣ୍ଟାଟି ସବୁଠାରୁ ନିଜର ମନକୁ ଆକର୍ଷିତ କରିବାକୁ ଲାଗିଲା, ତାହା ମଧ୍ୟ ମୋତେ ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବେ। ଆଉ ମୋର ଏହି ଚ୍ୟାନେଲରେ ଯଦି ଆପଣମାନେ ନୂଆ ଆସିଛନ୍ତି, ତେବେ ମୋର ଏହି ଚ୍ୟାନେଲଟିକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ।